କୁକୁର ପାଳିଥିଲେ ସାବଧାନ। ମହିଳାଙ୍କୁ ଚାଟିଦେଲା କୁକୁର, କଟା ହେଲା 2 ହାତ ଗୋଡ଼। କିଛି ଲୋକ କୁକୁର ପାଳିବାକୁ ବହୁତ ପସନ୍ଦ କରନ୍ତି। ପ୍ରାୟତଃ ଅନେକ ଘରେ ପୋଷା କୁକୁର ଥିବେ। ଏହି ପୋଷା ଜୀବ ମାଲିକଙ୍କ ସହ ଖେଳିବାଠାରୁ ଆରମ୍ଭ କରି ଏକାଠି ବାହାରକୁ ବୁଲିଯିବା, ମାଲିକଙ୍କ ହାତ ଗୋଡ଼ ଚାଟିବା ଭଳି କାର୍ଯ୍ୟକଳାପ କରିଥାନ୍ତି, ଯାହା ଏକ ସାଧାରଣ କଥା। କାରଣ କୁକୁରଟି ମାଲିକଙ୍କୁ ଏତେ ଭଲ ପାଇ ଯାଇଥାଏ ଯେ ସେ ଆଦରରେ ଗେଲ କରି ଭଲ ପାଇବା ଜାହିର କରେ। କିନ୍ତୁ ଆପଣ କେବେ ଭାବିଛନ୍ତି କି କୁକୁରର ସାଧାରଣ ଚାଟିବା ମଧ୍ୟ ଘାତକ ହୋଇପାରେ? ଆପଣ ଆଗକୁ ଅନେକ ଘଟଣା ଶୁଣିଥିବେ ଯେ କୁକୁର କାମୁଡ଼ିଲେ କିମ୍ବା ରାମ୍ପୁଡ଼ିଲେ ରେବିସ୍ ଭଳି ମାରାତ୍ମକ ରୋଗ ମଣିଷକୁ ହୋଇଥାଏ। ଏହି ରୋଗରେ ତୁରନ୍ତ ଚିକିତ୍ସା କଲେ ତ ଠିକ୍, କିନ୍ତୁ ଅବହେଳା କଲେ ମଣିଷର ଜୀବନ ଅତି ଦୟନୀୟ ଅବସ୍ଥାରେ ଚାଲିଯାଏ। ହେଲେ ଏବେ କୁକୁରର ଚାଟିବା ଜଣେ ମହିଳାଙ୍କ ପାଇଁ ମହଙ୍ଗା ପଡ଼ିଛି। ୟୁକେରେ ରହୁଥିବା 52 ବର୍ଷୀୟା ମହିଳା ମନଜିତ୍ ସାଙ୍ଘାଙ୍କ ସହିତ ଘଟିଛି ଏଭଳି ଦୁଃଖଦ ଘଟଣା। ଗତ ବର୍ଷ ଜୁଲାଇ ମାସରେ ମନଜିତ୍ ସବୁଦିନ ପରି କାମରୁ ଫେରୁଥିଲେ, କିନ୍ତୁ ଅସୁସ୍ଥ ଅନୁଭବ କରି ଶୋଇପଡ଼ିଥିଲେ। ପରଦିନ ଯେତେବେଳେ ତାଙ୍କ ନିଦ ଭାଙ୍ଗିଲା, ହାତ ଗୋଡ଼ ବରଫ ଭଳି ଥଣ୍ଡା ହୋଇଯାଇଥିଲା ଏବଂ ଓଠ ମଧ୍ୟ ନୀଳ ପଡ଼ି ନିଶ୍ୱାସ ନେବାରେ ଅସୁବିଧା ହେଉଥିଲା। ପରିବାର ତାଙ୍କର ଏଭଳି ଅବସ୍ଥା ଦେଖି ତୁରନ୍ତ ଡାକ୍ତରଖାନାକୁ ନେଇଯାଇଥିଲେ। ଡାକ୍ତର ସେଠାରେ ମହିଳାଙ୍କୁ ସେପ୍ସିସ୍ ରୋଗ ହୋଇଛି ବୋଲି କହିଥିଲେ। ଏହା ଏକ ବିପଦଜନକ ଅବସ୍ଥା ଯେଉଁଥିରେ ସଂକ୍ରମଣ ଶରୀରକୁ କ୍ଷତି ପହଞ୍ଚାଇବା ଆରମ୍ଭ କରେ। ଅବସ୍ଥା ଏତେ ଗମ୍ଭୀର ଥିଲା ଯେ ଡାକ୍ତରମାନଙ୍କୁ ତାଙ୍କୁ ଆଣ୍ଠୁ ତଳରୁ 2ଟି ଗୋଡ଼ ଏବଂ 2ଟି ହାତ କାଟିବାକୁ ପଡ଼ିଥିଲା। ଚିକିତ୍ସା ସମୟରେ ସେ 6 ଥର ହୃଦଘାତର ଶିକାର ହୋଇଥିଲେ। ଡାକ୍ତର ଏହି ସମସ୍ୟାକୁ ଗମ୍ଭୀର ବୋଲି କହିବା ସହ ପୋଷା କୁକୁର କୌଣସି କଟା ସ୍ଥାନକୁ ଚାଟିଦେଲେ ଏଭଳି ସଂକ୍ରମଣ ହୁଏ ବୋଲି କହିଥିଲେ। କୁକୁର ଲାଳରେ ଥିବା ଜୀବାଣୁ କ୍ୟାପନୋସାଇଟୋଫାଗା କାନିମୋର୍ସସ୍ ସାଧାରଣତଃ କୁକୁରମାନଙ୍କ ପାଇଁ କ୍ଷତିକାରକ ନୁହେଁ, କିନ୍ତୁ ମଣିଷ କ୍ଷେତ୍ରରେ ଏହା ଗମ୍ଭୀର ସଂକ୍ରମଣ ଏବଂ ସ୍ପେସିସ୍ ସୃଷ୍ଟି କରିପାରେ। ଯଦି ଆପଣମାନଙ୍କୁ ଆମର ଭିଡ଼ିଓ ଭଲ ଲାଗିଥାଏ, ଦୟାକରି ଲାଇକ୍ କରନ୍ତୁ, ସେୟାର କରନ୍ତୁ ଏବଂ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।